ହ୍ୟାଲୋ ସାଙ୍ଗମାନେ, ଗୁଡ୍ ମର୍ଣ୍ଣିଂ। ଆମେ ସମସ୍ତେ ଆଜି ସକାଳୁ ଗାଧୁଆ ପାଧୁଆ ସାରିକି ଟିକେ ବାହାରି ଯାଇଥିଲୁ ଠାକୁରଙ୍କ ଦର୍ଶନ ପାଇଁ ଅନନ୍ତ ବାସୁଦେବ ମନ୍ଦିର। ଆଗରୁ ତ ଏଇ ମନ୍ଦିରକୁ କେବେ ମୁଁ ଆସିନଥିଲି, ଏଇଟା ପ୍ରଥମ ଥର ଆସିଛି, କିନ୍ତୁ ଶୁଣିଥିଲି ବହୁତ ଭିଡ଼ ହୁଏ ପ୍ରାୟ ଦିନ। କିନ୍ତୁ ଆଜି ତ ଭିଡ଼ ନଥିଲା, ପୁରା ଫାଙ୍କାରେ ଫାଙ୍କାରେ ଆମେ ମନ୍ଦିର ଭିତରେ ପଶିଯାଇଥିଲୁ। ମନ୍ଦିରର କାନ୍ଥରୁ ଆପଣ ଦେଖିକି ଜାଣିପାରୁଥିବେ ଏଇଟା ବହୁତ ପୁରୁଣା ମନ୍ଦିର। ଏଇଟା ଆମର 13th ସେଞ୍ଚୁରୀର ମନ୍ଦିର, ଯୋଉଟାକି ଆମର ରାଣୀ ଚନ୍ଦ୍ରିକା ଦେବୀ ତିଆରି କରିଥିଲେ। ଏଠି ଆମର କୃଷ୍ଣ, ବଳରାମ ଆଉ ମା ସୁଭଦ୍ରା ପୂଜା ପାଆନ୍ତି। ଦର୍ଶନ ସାରିଲା ପରେ ଭାବିଲୁ ମନ୍ଦିରକୁ ତ ଆସିଛୁ, ମନ୍ଦିରର ପ୍ରସାଦ ଟିକେ ନିଶ୍ଚୟ ପାଇକି ଯିବା। ଘରେ ତ ସମସ୍ତେ ଆମ ସାଙ୍ଗରେ ମନ୍ଦିର ଯାଇପାରିନଥିଲେ, ତ ଆମେ ପ୍ରସାଦ ସମସ୍ତଙ୍କ ପାଇଁ ସେଠୁ ପ୍ୟାକିଂ କରିକି ନେଇ ଆସିଲୁ। ପ୍ରସାଦ ମାନେ ଏଇଠି ଜଗନ୍ନାଥ ମନ୍ଦିରରେ ଯେମିତି ଅବଢ଼ା ମିଳେ, ସେମିତି ସବୁ ପ୍ରକାର ଏଇଠି ମିଳୁଥିଲା। ଅବଢ଼ା ତା ସାଙ୍ଗରେ ମିଠା ଅନ୍ନ, ଡାଲି, କ୍ଷୀରି, ବେସର, ଶାଗ ମୁଗ, ଆମ୍ବୁଲ ରାଇ, ଆହୁରି ସବୁ କେତେ କ'ଣ ଆଇଟମ୍ ଯୋଉଟା ଠାକୁରଙ୍କ ସେବାରେ ଲାଗିଥିଲା। ତ ସେଠୁ ମନ୍ଦିର ଭିତରୁ ଆସିକି ଆମେ ବିନ୍ଦୁସାଗର ପୋଖରୀ ପାଖରେ ଟିକେ ସମୟ ବସିଲୁ। ତାପରେ ସେଠୁ ସିଧା ଘରକୁ ଆସିକି ଅବଢ଼ା ସମସ୍ତଙ୍କ ପାଇଁ ବାଢ଼ି ଦେଇକି ବସିଗଲୁ ଖାଇବା ପାଇଁ। ଏତେ ଶାନ୍ତି ଲାଗୁଥିଲା ଅବଢ଼ାଟା ଖାଇସାରିଲା ପରେ। କାଲି ତ ଜାଗର ଅଛି, ତ ସେଥିପାଇଁ ଖାଇସାରିଲା ପରେ ଆମେ ଟିକେ ଏସ୍ପ୍ଲାନେଡ୍ ପଳେଇଥିଲୁ ଜାଗର ପାଇଁ କିଛି ଡ୍ରେସ୍ ସପିଂ କରିବାକୁ। ଆଉ ଆଜିର ଏଇ ଭିଡ଼ିଓର ସବୁଠୁ ଇମ୍ପୋର୍ଟାଣ୍ଟ ପାର୍ଟଟା ଆସିଲା ଏଇଠି। ଆଜି ମାମନ ଆଉ ଲୋଲୁଙ୍କର ୱେଡିଂ ଆନିଭର୍ସରୀ ଥିଲା। ତ ଆମେ ସେତେବେଳେ ଯୋଉ ବାହାରକୁ ଯାଇଥିଲୁ, ଗୋଟେ କେକ୍‌ଟେ ନେଇକି ଆସିଥିଲୁ ଇଭିନିଂରେ ସେଲିବ୍ରେସନ୍ କରିବା ପାଇଁ। ଆଉ ଡୁଗୁ ଏଇଠି କ'ଣ ହଉଛି ଦେଖନ୍ତୁ। ଘରେ ଯାହାର ବି ବର୍ଥଡେ, ଆନିଭର୍ସରୀ ଯାହା ବି ଯୋଉ ପ୍ରକାର ସେଲିବ୍ରେସନ୍ ଥାଉ, ସବୁ ସେଲିବ୍ରେସନ୍ ହଉଛି ତାର ବର୍ଥଡେ ସେଲିବ୍ରେସନ୍। ଘରକୁ କେକ୍ ଆସିଲା ମାନେ ତାର ଷ୍ଟାର୍ଟ ହେଇଯିବ ହାପି ବାର୍ଥଡେ, ଡୁଗୁ କେକ୍ କାଟେ। କାହାର ହାପି ବାର୍ଥଡେ? ନା ଡୁଗୁର ହାପି ବାର୍ଥଡେ, ଡୁଗୁ କେକ୍ କାଟେ। ତ ଏଇ କେକ୍‌ଟା ବି ସିଏ ହିଁ କବ୍ଜା କରିନେଇଥିଲା। ତାକୁ ଆମେ ସମସ୍ତେ କହିଲୁ କି ଏଇ କେକ୍‌ଟା ତୁ କାଟିବୁ ଠିକ୍ ଅଛି, ଯଦି ତୁ ସବୁ କ୍ୟାଣ୍ଡେଲ୍ସ ଲିଭେଇ ପାରିବୁ ତାହେଲେ ତୁ କାଟିବୁ। ତ ସେ ପୁରା ଲାଗିଯାଇଛି, ସେ ମ୍ୟାଜିକ୍ କ୍ୟାଣ୍ଡେଲ୍ ଗୁଡ଼ାକୁ କେମିତି ଲିଭେଇବ, ସେ ଲିଭେଇ ଲିଭେଇ ପୁରା ଥକିଗଲାଣି। ଲାଷ୍ଟରେ ଲାଗିପାତିକି ସବୁ ଲିଭେଇ ଦେଲା, ତାର କି ମନ ଖୁସି। କେକ୍‌ଟା କାଟିଦେଲା, ତାର ମନ ଖୁସି ହେଇଗଲା। ତାପରେ ସିଏ ୱେଟ୍ କରିଛି, ସେ କେକ୍ ଉପରେ ଯୋଉ ଚକୋଲେଟ୍‌ରେ ସବୁ ଡିଜାଇନ୍ ବନା ହେଇଛି, ସେଇଟା ସେ ନେଇକି ଯିବ। କେକ୍‌ଟା ରଖୁ ରଖୁ ସେ ସବୁ ନେଇକି ପଳଉଥିଲା। ତାକୁ ଆମେ ରଖେଇଥିଲୁ ଖାଲି କେକ୍‌ଟା କାଟି ସାର୍, ତାପରେ ତୁ ନେଇକି ଯିବୁ। କେକ୍‌ଟା କଟା ନ ସରୁଣୁ ସେ ତାର ଚକୋଲେଟ୍ ନେଇକି ଗଳିକି ପାର ହେଇସାରିଲାଣି। ତ ଆଜି ପାଇଁ ଏତିକି ଥିଲା। ଥ୍ୟାଙ୍କ୍ସ ଫର୍ ୱାଚିଂ। ଆଉ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ଜୟ ଜଗନ୍ନାଥ।